বড় বিবেকী সে বিজয়ানন্দ বিরাট নরেশ জানই বেদ। ପୂର୍ବଜନ୍ମ ଥିଲା ଏ ବିରାଟ ଦେଶର ରାଜା ଥିଲେ କିଏ ନା ବିଜୁ ବାବୁ। ତ ବଳି ଧନୀ ଓଡ଼ିଶାରେ ହୋଇବେ ବଳେ କୌଶଳେ ଲଢୁଣ ଥିବେ। ମାନ ପାଆନ୍ତୁ ଅପମାନ ପାଆନ୍ତୁ ସେ କେବେ ହେଲେ ରାଜନୀତି କ୍ଷେତ୍ରରୁ ଓହରି ଯିବା ପାଇଁ ଇଚ୍ଛା କରିବେ ନାହିଁ। ବିଜୁ ବାବୁ ବାରମ୍ବାର ହାରିଲେ ମଧ୍ୟ ତାଙ୍କର ସମର କ୍ଷେତ୍ରରୁ ସେ ପଶ୍ଚାତପଦ ହୋଇନଥିଲେ। ଶେଷରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପରେ ଓଡ଼ିଶାବାସୀଙ୍କୁ ପାଳନ କରିଥିଲେ। ତା କ'ଣ ରଖିବା, ବିଜୁ ବାବୁ ହେଉଛନ୍ତି ଜଣେ ଓଡ଼ିଶାର ପ୍ରବାଦ ପୁରୁଷ। ତାଙ୍କ ଭଳି ପୁଅ ଆଉ ଜନ୍ମ ହେବା ଏ ଓଡ଼ିଶାରେ ଖୁବ୍ ସ୍ୱଳ୍ପ। ତେଣୁ ବିଜୁ ବାବୁ ଥିଲେ ଉଦାରମୟ, ବିଜୁ ବାବୁ ଥିଲେ କର୍ମମୟ ଜୀବନରେ। ତାଙ୍କର ଓଡ଼ିଶାକୁ କେମିତି ସୁଦୃଢ଼ କରିବା, ଓଡ଼ିଶାକୁ କେମିତି ବଞ୍ଚାଇ ରଖିବା, ଓଡ଼ିଶା କେମିତି ସୁନାମଧନ୍ୟ ହେବ, ସେଥିପାଇଁ ବିଜୁ ବାବୁଙ୍କର ବହୁତ ଲକ୍ଷ୍ୟ ମଧ୍ୟ ଥିଲା। କିନ୍ତୁ ଆଜି ଯେଉଁ ବିଜୁ ବାବୁଙ୍କର ଜୟଗାନ ଓଡ଼ିଶାବାସୀ କାହିଁକି ଭାରତବାସୀ, ଋଷିଆ, ଇଂଲଣ୍ଡ ପ୍ରତ୍ୟେକ ଦେଶର ଆଜି ଯେଉଁ ଜୟଧ୍ୱନି ଶୁଣିବାକୁ ମିଳୁଛି ବିଜୁ ବାବୁଙ୍କ ପାଇଁ। ତେଣୁ ବିଜୁ ବାବୁଙ୍କର ପୂର୍ବଜନ୍ମର ବୃତ୍ତାନ୍ତ ବହୁତ ଅଧିକ ଥିଲା। ସେଥିପାଇଁ ବିଜୁ ବାବୁ ସେଇ କାର୍ଯ୍ୟ କରିପାରୁଥିଲେ ଯାହାକୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ କହୁଥିଲେ, ବଡ଼ ବିବେକୀ ସେ ବିଜୟାନନ୍ଦ ବିରାଟ ନରେଶ ଜାନଇ ବେଦ। ପୂର୍ବଜନ୍ମ ଥିଲା ଏ ବିରାଟ ଦେଶର ରାଜା ଥିଲେ କିଏ ନା ବିଜୁ ବାବୁ। ବିରାଟ ନରେଶ ଜାନଇ ଭେଦ। ଏ ତ ବଳି ଧନୀ ଓଡ଼ିଶାରେ ହୋଇବେ ବଳେ କୌଶଳେ ଲଢୁଣ ଥିବେ। ଓଡ଼ିଶାରେ ଜଣେ ମହାନ ଧନୀ ହେବେ ଏବଂ ରାଜନୀତି କୌଶଳ ଆଙ୍କୁ ଏଭଳି ଭାବରେ ଜଣାଥିବ, ଇଏ ନିଶ୍ଚିନ୍ତ ଭାବରେ ଲଢ଼ିବା ପାଇଁ ସବୁବେଳେ ଇଚ୍ଛା ପ୍ରକାଶ କରିବେ। ମାନ ପାଆନ୍ତୁ ଅପମାନ ପାଆନ୍ତୁ ସେ କେବେ ହେଲେ ରାଜନୀତି କ୍ଷେତ୍ରରୁ ଓହରି ଯିବା ପାଇଁ ଇଚ୍ଛା କରିବେ ନାହିଁ। ତେଣୁ ବଡ଼ ବିବେକୀ ସେ ବିଜୟାନନ୍ଦ ବିରାଟ ନରେଶ ଜାନଇ ଭେଦ। ବଳି ଧନୀ ଓଡ଼ିଶାରେ ହୋଇବ ବଳେ କୌଶଳେ ଲଢୁଣ ଥିବ। ବଳେ ଅପମାନ ହେବ ବାରଣ ନ ମାନି ପୋଷା ପୁଅ ତଇ ପଛକୁ ଯଶ ରଖିବ। ବିଜୁ ବାବୁ ବାରମ୍ବାର ହାରିଲେ ମଧ୍ୟ ତାଙ୍କର ସମର କ୍ଷେତ୍ରରୁ ସେ ପଶ୍ଚାତପଦ ହୋଇନଥିଲେ। ଶେଷରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରୂପରେ ଓଡ଼ିଶାବାସୀଙ୍କୁ ପାଳନ କରିଥିଲେ। ଏଇ ଯେଉଁ ଆନନ୍ଦର କଥା, ତାଙ୍କର ଯେଉଁ ଯଶ, ତାଙ୍କର ଯେଉଁ କୀର୍ତ୍ତି ଆଜି ସେ ରଖିଯାଇଛନ୍ତି, ସେ କୀର୍ତ୍ତିକୁ ଓଡ଼ିଶାବାସୀ ସବୁବେଳେ ସମସ୍ତେ ତାଙ୍କୁ ସମ୍ମାନ ଦେବେ।